ବନ୍ଦ ସାହୁ କାଲି ବର୍ଷାରେ ସବୁ କୁଆପଥରରେ ଆମ 10 ଏକର ଜମି ଝଡ଼ି ଯାଇଛି। ଝଡ଼ି ଯାଇଛି ସରକାର ସହାୟତା କିଛି ପାଇବୁ ସାହାଯ୍ୟ, ନହେଲେ ଆତ୍ମହତ୍ୟା କରିବୁ କି କ'ଣ କରିବୁ, ଧାର କରଜ କେମିତି ସୁଝିବୁ। କଣ? ମୋ ନାଁ ମିତ୍ର ମଳିକ। ଆମର ଦାଳୁଆ ଧାନ କରିଥିଲୁ। ବର୍ତ୍ତମାନ କାଳ ବୈଶାଖୀ ହେଇକି ବର୍ତ୍ତମାନ ଜମିରେ ସବୁ ନଷ୍ଟ ହେଇଯାଇଛି। 5-7 ଏକର ବିଲ ଆମେ ହାତ ଧରି କରଜ ଧାର କରିକି କରିଥିଲୁ। କୁଆପଥରରେ ବର୍ତ୍ତମାନ ବର୍ଷାରେ କୁଆପଥରରେ ସବୁ ଧାନ ନଷ୍ଟ ହେଇଯାଉଛି। ଆମେ ବର୍ତ୍ତମାନ କ'ଣ କରିବୁ, କେମିତି କରଜ ସୁଝିବୁ, କେମିତି ଆମ ପରିବାର ରଖିବୁ। ସରକାର ଆମକୁ ସବୁ କ୍ଷତିପୂରଣ ଦାବି ଆମେ କରୁଛୁ, ଆମକୁ କ୍ଷତିପୂରଣ ଦିଅନ୍ତୁ, ନଚେତ ଆମେ ଆତ୍ମହତ୍ୟା କରିବୁ। କାଳନ୍ଦୀ ମଲ୍ଲିକ। ମୁଁ କରଜ ଧାର କରିକି ବିଲ 5 ଏକର କରିଥିଲି। କାଲି କୁଆପଥର ବର୍ଷା ହେଇ ମୋର ସବୁ ନଷ୍ଟ ହେଇଯାଇଛି। ସରକାରଙ୍କ ଉପରେ କ୍ଷତିପୂରଣ ଯାହା ହେଇଛି, ମୋତେ ଯଦି ସରକାର କିଛି ସାହାଯ୍ୟ ନ କରିବେ ମୁଁ ଆଉ କ'ଣ କରିବି, ମୋର କିଛି ଉପାୟ ନାହିଁ ଆଜ୍ଞା। ଯଦି ଯାହା ସରକାର ସାହାଯ୍ୟ କରିବେ ଯଦି ମୁଁ ମୋର ଯାହା ବିଷ ଖାଇକି ମରିବି, କରଜ ଧାର କରିବି ତ ଲୋକକୁ ଦେଇପାରିବିନି, ଆଉ କ'ଣ କରିବି।